ଏବେ ଆସିଲା ବଡ଼ ଖୁସି ଖବର ମଧୁବାବୁ ଭତ୍ତା ଟଙ୍କା 3000 ଟଙ୍କାକୁ ନେଇ ବଡ଼ ଅପଡେଟ୍ ଦେଇଛନ୍ତି। ଖୁବ୍ ଶୀଘ୍ର ଏହି ଦିନ ମିଳିବାକୁ ଯାଉଛି ସମସ୍ତ 60 ବର୍ଷରୁ ଉର୍ଦ୍ଧ୍ୱ ବ୍ୟକ୍ତିମାନଙ୍କୁ 3000 ଟଙ୍କା। ତେବେ ଭିଡ଼ିଓକୁ ଆଗକୁ ଯିବା ପୂର୍ବରୁ ଯେଉଁମାନେ ଆମ ଚ୍ୟାନେଲଟିକୁ ଏବେ ଯାଏଁ ସବସ୍କ୍ରାଇବ୍ କରିନାହାନ୍ତି ତାହେଲେ ଏବେ ହିଁ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍କୁ ଦବାଇ ରଖନ୍ତୁ। ଓଲ୍ଡ ଏଜ୍ ପେନ୍ସନ୍ ବା ବାର୍ଦ୍ଧକ୍ୟ ଭତ୍ତା, ମଧୁବାବୁ ଭତ୍ତା ତା ସହିତ ସର୍ବନିମ୍ନ ଭତ୍ତା ବା ସାମାଜିକ ସୁରକ୍ଷା ଆଇନ ଅଧୀନରେ ଆସୁଥିବା ଯେତିକି ଭତ୍ତାଦାରୀମାନେ ଅଛନ୍ତି ସମସ୍ତଙ୍କର ସର୍ବନିମ୍ନ ଭତ୍ତା ଟଙ୍କା 3000 ବୃଦ୍ଧିକୁ ନେଇକି ବର୍ତ୍ତମାନ ବଡ଼ ଅପଡେଟ୍ ଦେଇଛନ୍ତି ରାଜ୍ୟ ସରକାର। ଭାରତୀୟ ଜନତା ପାର୍ଟି ନିର୍ବାଚନ ପୂର୍ବରୁ ଯାହା ପ୍ରତିଶ୍ରୁତି ଦେଇଥିଲେ ବିଭିନ୍ନ ନିର୍ବାଚନୀ ସଭାରେ ତା ସହିତ କେବଳ ନିର୍ବାଚନୀ ପ୍ରତିଶ୍ରୁତିରେ ନୁହେଁ ଭାରତୀୟ ଜନତା ପାର୍ଟି ମ୍ୟାନିଫେଷ୍ଟୋରେ ବା ସଂକଳ୍ପ ପତ୍ରରେ ଇଲେକ୍ସନ ମ୍ୟାନିଫେଷ୍ଟୋରେ ଲିଖିତ ଆକାରରେ ମଧ୍ୟ ଦେଇଥିଲେ କି ଯଦି ତାଙ୍କ ସରକାର ଓଡ଼ିଶାରେ କ୍ଷମତାକୁ ଆସେ ତାହେଲେ ସରକାର ହେଲା ମାତ୍ରେ ହିଁ ସର୍ବନିମ୍ନ ଭତ୍ତା ଟଙ୍କା 3000 ପର୍ଯ୍ୟନ୍ତ ବୃଦ୍ଧି ହୋଇଯିବ। ଆପଣମାନେ ନିହାତି ଭାବେ ଶୁଣିଥିବେ, ଠିକ୍ ଅଛି। ଆଉ ସର୍ବନିମ୍ନ ଭତ୍ତା ମାନେ ତ ଆପଣମାନେ ବେଶ ଭଲ ଭାବେ ଜାଣିଥିବେ। ସର୍ବନିମ୍ନ ମାନେ କ'ଣ ନା ଯେଉଁମାନେ 60 ବର୍ଷରୁ ଉର୍ଦ୍ଧ୍ୱ ହେଉଛନ୍ତି ବା କିନ୍ନର ଭତ୍ତା ଅବା ବିଧବା ଭତ୍ତା ଆଉ ନା ସେ ଦିବ୍ୟାଙ୍ଗ ଭତ୍ତା, ଏହିସବୁ ଭତ୍ତା କ'ଣ ନା 3000 ଟଙ୍କା ସରକାର ଦେବାକୁ ଯାଉଛନ୍ତି। ସରକାର ଗଢ଼ିବାର ଅଲରେଡ଼ି 2 ବର୍ଷ 2.5 ବର୍ଷ ବିତିଗଲାଣି। ଆପଣମାନେ ଏବେ ଯାଏଁ ଅପେକ୍ଷା କରି ରହିଛନ୍ତି। ଯେବେ ପ୍ରଥମ ବଜେଟରେ ଅଧିବେଶନ ଚାଲିଥିଲା ସେତେବେଳେ ମଧ୍ୟ 3000 ଟଙ୍କା କ'ଣ ଆସିଲା ନାହିଁ। ସରକାର କ'ଣ ଏହାକୁ ପାର କରିପାରିଲେ ନାହିଁ। ପରେ ଦ୍ୱିତୀୟ ବଜେଟରେ ପାର ହୋଇଯିବ ବୋଲି ଆଶା ରଖୁଥିଲେ ଆପଣମାନେ, କିନ୍ତୁ ସେୟା ମଧ୍ୟ ହେଲା ନାହିଁ। 3000 ଟଙ୍କା ଭତ୍ତା ରାଶି ସରକାର କଲେ ନାହିଁ। ଆଉ ଏହାକୁ ନେଇ ଆପଣମାନେ ବହୁତ ଅସନ୍ତୁଷ୍ଟ ମଧ୍ୟ ପ୍ରକାଶ କଲେ, ଦୁଃଖ ପ୍ରକାଶ କଲେ। ତ ଖୁବ୍ ଶୀଘ୍ର ବର୍ତ୍ତମାନ ଏକ ବଡ଼ ଖବର ଆସୁଛି। ତ ଦର୍ଶକ ବନ୍ଧୁ, ଆପଣମାନଙ୍କୁ ଏହି ମାସରେ ମିଳିବାକୁ ଯାଉଛି ଭତ୍ତା ରାଶି। ତେବେ ନୂଆ ଭତ୍ତା ରାଶି ଆପଣମାନଙ୍କୁ ମିଳିବାକୁ ଯାଉଛି। ତେବେ 16 ତାରିଖ ଭିତରେ ଆପଣମାନଙ୍କୁ ମିଳିବାକୁ ଯାଉଛି ଭତ୍ତା ରାଶି, ଠିକ୍ ଅଛି। ଏହି ନୂଆ ଭତ୍ତା ରାଶି ଆପଣମାନେ ଖୁବ୍ ଶୀଘ୍ର ପାଇବାକୁ ଯାଉଛନ୍ତି। ଆଉ ଯେଉଁ ରହିଯାଇଥିଲେ ଯେଉଁ ପୂର୍ବରୁ 3 ମାସର ଭତ୍ତା ରାଶି, ସେ 3 ମାସର ଯେଉଁ ଭତ୍ତା ରାଶି ଆପଣମାନେ ଏହି ମାସରେ ପାଇବାକୁ ଯାଉଛନ୍ତି, ଠିକ୍ ଅଛି। ତେବେ କ'ଣ ହେଲା, ସରକାର ଗଠନ ହେବାର 2 ବର୍ଷ 2.5 ବର୍ଷ ବିତିଗଲାଣି। ଏବେ ଯାଏଁ ଆପଣମାନେ କ'ଣ ଅପେକ୍ଷା କରି ରହିଛନ୍ତି। 80 ବର୍ଷରୁ ଯେଉଁମାନେ ଉର୍ଦ୍ଧ୍ୱ ସେମାନଙ୍କୁ ହିଁ ନା ବଜେଟରେ 3500 ଟଙ୍କା କରିଦିଆଗଲା। ତେବେ ଏହାକୁ ନେଇ ବହୁତ ବାଦ ବିବାଦ ମଧ୍ୟ ଲାଗି ରହିଲା। ଅନେକ ସମୟରେ ଆନ୍ଦୋଳନ ମଧ୍ୟ କଲେ, ସୋସିଆଲ ମିଡ଼ିଆରେ ମଧ୍ୟ ଆପଣମାନେ କ'ଣ ନା ସରକାରଙ୍କୁ ଅନୁରୋଧ କରାଗଲା, କିନ୍ତୁ ତଥାପି କ'ଣ ତାହା ସଫଳ ହୋଇପାରିଲା ନାହିଁ। ସରକାର ସେଇ 1000 ଟଙ୍କା ହିଁ ଦେଉଛନ୍ତି ଯେତେବେଳେ ଠାରୁ ନା ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନବୀନ ପଟ୍ଟନାୟକ ଥିଲେ, ଠିକ୍ ଅଛି। ଆପଣମାନେ ତ ନିହାତି ଭାବରେ ଜାଣିଥିବେ ସେ 300 ହଉ କି 400 ହଉ, କିନ୍ତୁ ସେ କ'ଣ କରିଥିଲେ ନା ଯାହା ପ୍ରତିଶ୍ରୁତି ଦେଉଥିଲେ ଶ୍ରୀ ନବୀନ ପଟ୍ଟନାୟକ ପୂର୍ବତନ ମୁଖ୍ୟମନ୍ତ୍ରୀ ସେ କ'ଣ ନା ପାଳନ ମଧ୍ୟ କରୁଥିଲେ, ଠିକ୍ ଅଛି। ଆପଣମାନେ ତ ଜାଣିଥିବେ 700 କରିଥିଲେ ଭତ୍ତା, ତାପରେ କରିଥିଲେ 1000 ଟଙ୍କା, ଏମିତି କରିଥିଲେ। ଆପଣମାନେ ତ ନିହାତି ଭଲ ଭାବରେ ତ ଜାଣିଥିବେ। ଆଉ 1200 ଟଙ୍କା ମଧ୍ୟ କରିଥିଲେ, ଏହା ମଧ୍ୟ ଆପଣମାନେ ନିହାତି ଭାବରେ ଜାଣିଥିବେ, ଠିକ୍ ଅଛି। ତ ଦର୍ଶକ ବନ୍ଧୁ, ସେ ବର୍ତ୍ତମାନ ଆପଣମାନଙ୍କୁ ଗୋଟେ କଥା କହୁଛି ନା ଆଗକୁ ଆପଣମାନଙ୍କ ପାଇଁ ବଡ଼ ଖୁସି ଖବର ରହିବାକୁ ଯାଉଛି। ଆମ ଓଡ଼ିଶାରେ ପଞ୍ଚାୟତ ଇଲେକ୍ସନ ଆସିବାକୁ ଯାଉଛି, ଠିକ୍ ଅଛି। ଆଉ କିଛି ମାସ ମଧ୍ୟରେ ତ ଏହି ପଞ୍ଚାୟତ ଇଲେକ୍ସନକୁ ଦୃଷ୍ଟିରେ ରଖିବେ ରାଜ୍ୟ ସରକାର। ଆଉ ଆପଣମାନଙ୍କର ଯେଉଁ ରହିଛି ଭତ୍ତା ରାଶି, ଏହି ଭତ୍ତା ରାଶି କୌଣସି ବି ମାସରେ ଆପଣମାନଙ୍କୁ 3000 ଟଙ୍କା ଭତ୍ତା ରାଶି ମିଳିଯିବ। ଏହି ମାସରେ ବି ମିଳିପାରେ, ଆସନ୍ତା ମାସରେ ମିଳିପାରେ, ଏମିତି କୌଣସି ନିର୍ଦ୍ଦିଷ୍ଟ ତାରିଖ ଆସିନଥିଲେ ମଧ୍ୟ ଅଫିସିଆଲ ୱେବସାଇଟ୍ ମଧ୍ୟରୁ ଆସିନଥିଲେ ମଧ୍ୟ ତାରିଖ। କିନ୍ତୁ ଏହା କୁହାଯାଉଛି ନା କାହିଁକି କୁହାଯାଉଛି ନା ଇଲେକ୍ସନ ଯେହେତୁ ଅଛି, ଆଉ ଇଲେକ୍ସନ ହେଲା ମାତ୍ରେ ହିଁ ତ ଆପଣମାନେ ତ ନିହାତି ଭଲ ଭାବେ ଜାଣିଥିବେ ଇଲେକ୍ସନ ହେଲା ମାତ୍ରେ ହିଁ ସରକାର କ'ଣ କରନ୍ତି ନା ସବୁ ଯୋଜନା ଗୁଡ଼ିକ କଥା ମନେ ପକାନ୍ତି। କାହିଁକି ମନେ ପକାନ୍ତି ନା ସେମାନଙ୍କର କିଛି ଫାଇଦା ହେବ। ହଁ ଦର୍ଶକ ବନ୍ଧୁ, ସେମାନଙ୍କର ଫାଇଦା ଯେହେତୁ ଅଛି ପଞ୍ଚାୟତ ଇଲେକ୍ସନର। ଆଉ ଏହି ପଞ୍ଚାୟତ ଇଲେକ୍ସନ ପୂର୍ବରୁ ହିଁ ଆପଣମାନଙ୍କର ଯେଉଁ ରହିଛି 3000 ଟଙ୍କା ଭତ୍ତା ରାଶି, ଯେଉଁ ରହିଛି 3000 ଟଙ୍କା ଭତ୍ତା ରାଶି, ସେଇ 3000 ଟଙ୍କା ଭତ୍ତା ରାଶି ଆପଣମାନଙ୍କୁ ଦେଇଦେବେ। ଏହା ନିଶ୍ଚିତ 100ରୁ 100% ମୁଁ ଗ୍ୟାରେଣ୍ଟି ଦେଇ ଆପଣମାନଙ୍କୁ କହୁଛି, ଠିକ୍ ଅଛି। ବିଜେପି ଯେତେବେଳେ ନିର୍ବାଚନ ମଇଦାନରେ ଥିଲା ସେତେବେଳେ ଘୋଷଣା କରିଥିଲେ କ'ଣ ନା ସର୍ବନିମ୍ନ ଭତ୍ତା ଟଙ୍କା 3000 ଲେଖାଏଁ କରିଦିଆଯିବ ସାମାଜିକ ସୁରକ୍ଷା ଆଇନ ଅଧୀନରେ। ଯେଉଁମାନେ ବି ଭତ୍ତା ଟଙ୍କା ପାଉଥିବେ ତାହେଲେ 3000 ଟଙ୍କା ସେମାନଙ୍କୁ କ'ଣ ଦିଆଯିବ। 1000 ନୁହେଁ 3 ଗୁଣ ବଢ଼ାଯାଇକି କ'ଣ ନା ସେମାନଙ୍କୁ 3000 ଟଙ୍କା ଭତ୍ତା ରାଶି କରିଦିଆଯିବ। କିନ୍ତୁ ବିରୋଧୀ ଦଳମାନେ ଏହାକୁ ବହୁତ ବାରମ୍ବାର କହି ଚାଲିଥିଲେ ଯେ କ'ଣ ନା ଏହା କେବଳ ଲୋକମାନଙ୍କୁ ଦେଖାଇବା ପାଇଁ ଆଉ ଲୋକମାନଙ୍କୁ ଲୋଭ ଦେଖାଇବା ପାଇଁ ଏହା କେବଳ ସରକାର ଏକ ଯୋଜନା ପ୍ରସ୍ତୁତ କରିଛନ୍ତି। ଏହା କେବେ ବି ସମ୍ଭବ ହୋଇପାରିବ ନାହିଁ। ତେବେ ଦର୍ଶକ ଆପଣମାନେ ତ ନିହାତି ଭାବରେ ଜାଣିଥିବେ ବିଜେପି ସରକାର ଯାହା ପ୍ରତିଶ୍ରୁତି ଦେଇଥିଲେ ତାହା ନା ବିରୋଧୀ ଦଳମାନେ ଯାହା କହିଥିଲେ ସେମାନଙ୍କର କଥା ମଧ୍ୟ ସତ, ଠିକ୍ ଅଛି। ସେମାନେ ମଧ୍ୟ ସତ କହୁଥିଲେ ଆଉ ସତ ହେବାର ମଧ୍ୟ ଲାଗିଛି। ଆପଣମାନେ ତ ଜାଣିଥିବେ ଯେ ଆପଣମାନଙ୍କର ଅପେକ୍ଷା ଯେହେତୁ 2.5 ବର୍ଷ ବିତିଗଲାଣି
ठीक अच्छे तो निहाती भाव में तो जानते तो दर्शक बंधु देखु यह सब बेले कौन परमानेंट नुहे जे 3000 टंका भत्ता राशि देवे ना ठीक अच्छे यह परमानेंट नुहे जे 1000 टंका ही आपण मानक मिल निर्वाचन प्रतिश्रुति बीजेपी सरकार जहाँ प्रतिश्रुति देइछंती से प्रतिश्रुति खूब शीघ्र पालन करने को जाउछंती। दर्शक बंधु आपण माने तो निहाती भाव में जानते आजिकल 1000 टंका कौन हम 1000 टंका कौन गोटे विधवा नारी कौन चल पार तार घर ना गोटे वृद्धा ना से दिव्यांग कौन चल पार 1000 टंका तो यही दुख को सरकार कौन खूब शीघ्र ना पूरण करने को जाउछंती एई दुख को कौन सुखर परिवर्तन करने को जाउछंती सरकार आपण मानकर जहाँ रही जो 3000 टंका भत्ता राशि से 3000 टंका भत्ता राशि करने को जाउछंती ठीक अच्छे खूब शीघ्र आप मैंने ऑफिशियल अनाउंसमेंट पाइबे ऑफिशियल अनाउंसमेंट प्रथम बजेट रे तो आप मैंने बहुत आशा करते प्रथम बजेट रे सरकार देले ना द्वितीय बजेट रे आप मैंने कौन ना आशा कर रखी से द्वितीय बजेट अधिवेशन है ना आप तो निहाती भल भाव में जानते मुख्यमंत्री से अनाउंसमेंट कले कौन जो मैंने भी क्यूरे रोते जो बाधक्य भत्ता जो मैंने आगरू अप्लाई करके क्यूरे रोते बा से माने कौन ना अपेक्षा रोते आउ वर्तमान अपेक्षा करने को पड़ो ना खाली स्थान कौन जो मैंने जो खाली स्थान रोला जो से गोटे खाली स्थान पर जाकि आउ गोटे जन को कौन कर एंटर करा किंतु वर्तमान आउ सही सुविधा रहिबा नै वर्तमान जो माने भी एलिजिबल होतिबे बा जो मानकर सब सठिक प्रमाण पत्र सठिक थिबो तो से मानको कोन ना एही भत्ता राशि रे जोड़ी दिया जिवो ठीक अछि तबे दर्शक बंधु आपण मानक पई बड़ खुशी खबर रहिबा को जाउछि ना आग को जेहेतु आम ओडिसा रे किछि मास मध्य दुईटी प्रमुख निर्वाचन अछि आ ए निर्वाचन कारण जो सरकार कौन करि पारंती ना जे कौनसी तारीख रे बा जे कौनसी मास रे आपण मानकर 3000 टंका भत्ता राशि दे देबे एमती नुहे कि यही मासरे मिलना यही मासरे भी मिल पारे आसंता मासरे भी मिल पारे एमती किसी निर्दिष्ट समय ना यही मासरे भी मिल पारे सही ठीक टाइम रे जदि कौन सरकार कौन ना योजना गुड़ी जो रिलीज कर दियंती ना जेबे भी ना कौन निर्वाचन आसे से ठीक टाइम रे जदि से कौन ना रिलीज करदेवे जदि आपण मानकर जेतिकी रही योजना सो से कौन ना कौन फायदा हो जाए ठीक अच्छे तो सही कारण पाई ना आगर प्लानिंग करके रखिंट राज्य सरकार आप मानकर जो 3000 टंका भत्ता राशि देना बहुत एमती भी अनेक योजना रही आप मानकर प्रधानमंत्री आवास योजना हो किसान योजना ये सब बहुत प्रकार योजना गुड़िक कौन सरकार ना सही ठीक समय कौन ना से माने रिलीज करदेवे ठीक अच्छे जहाँ फल से फायदा हम आपण फायदा हम ठीक अच्छे दर्शक आम ओडिशा रे दुईटी प्रमुख निर्वाचन आग को जेहेतु अच्छी एक हूँ ना पंचायत इलेक्शन बा पंचायत निर्वाचन दुई हूँ कौन ना पौर निर्वाचन ठीक अच्छे यही दुईटी इलेक्शन बहुत जरूरी सरकार तो से कौन ना सरकार कौन करेंगे सरकार जेहेतु पंचायत इलेक्शन आसूची आउ गोटे कौन ना पौर निर्वाचन आसूची से निर्वाचन को दृष्टि रखी राज्य सरकार 3000 टंका भत्ता राशि देदेवे कहीं जहाँ प्रतिश्रुति देइछंती ता जदि पालन न करेंगे ताहले सेमाने केमिति ना विन हेबे बा सेमाने केमिति निर्वाचन रे लड़िबे ठीक अच्छे तो से सेमानको स्ट्रांगली हेबाको पड़िबो स्ट्रांगली केतेबेले हेबे ना जहाँ प्रतिश्रुति देइछंती ताहा जदि पूर्ण करि पारिबे नहले उल्टा कोन लोक माने विरोध करिवे।